ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ ଆମେ ଧନନନ୍ଦଙ୍କ ବିଷୟରେ ଜାଣିବା। ଧନନନ୍ଦ ନନ୍ଦବଂଶର ଶେଷ ସମ୍ରାଟ ଥିଲେ ଏବଂ ଗ୍ରୀକ ଲେଖକମାନେ ତାଙ୍କୁ ଆଗ୍ରାମେସ୍ ବୋଲି ସମ୍ବୋଧନ କରିଛନ୍ତି। ତାଙ୍କ ନାମ ଅନୁସାରେ ସେ ଧନ ସଂଗ୍ରହ କରିବାକୁ ବହୁତ ଭଲ ପାଉଥିଲେ। କୁହାଯାଏ ସେ ପ୍ରଚୁର ସୁନା ରତ୍ନ ମାଟି ତଳେ ଲୁଚାଇ ରଖିଥିଲେ। ସେ ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ଲଦି ଦେଉଥିବାରୁ ଲୋକମାନଙ୍କ ମଧ୍ୟରେ ବହୁତ ଅପ୍ରିୟ ହୋଇପଡ଼ିଥିଲେ। ତାଙ୍କ ଶାସନ କାଳରେ 2,00,000 ପଦାତିକ, 20,000 ଅଶ୍ୱାରୋହୀ ଏବଂ ହଜାର ହଜାର ଯୁଦ୍ଧ ହାତୀ ଥିବା ଏକ ବିରାଟ ସେନା ଦଳ ଥିଲା। ଚାଣକ୍ୟ ଏବଂ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ୱାରା ସେ ପରାଜିତ ହୋଇଥିଲେ, ଯାହା ଫଳରେ ନନ୍ଦବଂଶର ପତନ ଘଟିଲା ଏବଂ ମୌର୍ଯ୍ୟ ସାମ୍ରାଜ୍ୟ ଆରମ୍ଭ ହୋଇଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ।